କୌଣସି ଜଣେ ବ୍ୟକ୍ତି ମୋତେ ଉସ୍କେଇକି କୌଣସି କଥା କରିବ ଏକଥା ସମ୍ଭବ ନୁହେଁ। ଯେହେତୁ ଦଳ ପାଇଁ ବିଭିନ୍ନ ସମୟରେ ବହୁ କର୍ତ୍ତବ୍ୟ କରିଛୁ। ଦୁଇ ଥର କାଲି ଆପଣମାନଙ୍କୁ କହିଛି 2000 ମସିହାରେ ଦଳରେ ମାନେ ଟିକେଟ ମିଳିଲା ନାହିଁ। 48,000 ଭୋଟ ପାଇଲା ପରେ ମଧ୍ୟ 2004ରେ ଟିକେଟ ବି ମିଳିଲା ନାହିଁ। ତେଣୁ 1997ରୁ ଦଳ ପାଇଁ କାର୍ଯ୍ୟକ୍ରମ କରିଛି। ଦଳର ଶିରା ସବୁ କଥା ଜାଣିଛି। ଦଳର ବିଭିନ୍ନ ପ୍ରସଙ୍ଗ ସାଂସଦ ଫେରିମୋନଙ୍କ ଉପରେ ଭରସା ରଖି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଯାଇଛି। ଦଳ ପ୍ରତି ଘର ଦ୍ୱାର ସମ୍ପତ୍ତି ବାଡ଼ି ସବୁ ଦିଆଯାଇଛି ଦଳ ପାଇଁ। କିନ୍ତୁ ଦଳ ତା ବଦଳରେ ଯେଉଁ ଭାବୁଥିବେ 2004ରୁ 9 ଟିକେଟ ମିଳିନି, 9 ମସିହାରେ ଦଳ ଟିକେଟ ଦେଇଛି ସତ୍ୟ। ଦଳ ପାଇଁ ବିଭିନ୍ନ ଜାଗା ରାଜ୍ୟରେ ବୁଲି ଅର୍ଗାନାଇଜେସନ କରିବା, ଦଳ ପାଇଁ ଅର୍ଥ ଖର୍ଚ୍ଚ କରିବା, ଘର ଦ୍ୱାର ସମ୍ପତ୍ତି ବିକ୍ରି କରିବା। ଯେହେତୁ ଜଣେ ଆଇଡିଓଲୋଜି ଭିତରର ବ୍ୟକ୍ତିତ୍ୱ, ବହୁତ କର୍ତ୍ତବ୍ୟ କରାଯାଇଛି। ତେଣୁ ବିଭିନ୍ନ ସମୟରେ ଦଳ ଯଦି ଭାବୁଥିବେ ଯେ ଆମେ ଟିକେଟ ଦେଇଛୁ, ଦଳ ଟିକେଟ ଗୋଟିଏ ଟିକେଟ ବଦଳରେ ଦଳ ବହୁତ ରକ୍ତ ଶୋଷିଲା ଭଳି ଅତ୍ୟାଚାର ଯେଉଁମାନେ ଅଛନ୍ତି ପଛରେ ରହିଲେ, ଯେଉଁମାନେ ନେତୃତ୍ୱଙ୍କ ପଛରେ ରହିଲେ ଯାହା ଅତ୍ୟାଚାର କରିଛନ୍ତି, ବୋଧେ ଭାବୁଛି ଆପଣମାନଙ୍କୁ ବର୍ଣ୍ଣନା ସବୁ କଥା କରିପାରିବେ ନାହିଁ। ଦଳ ମେ 29, ଦଳ ସିବିଆଇ, ଦଳର କିଛି କୁଚକ୍ରୀ, ତେଣୁ ସବୁ କଥା କହିଛି। ଆଜି ସେ କଥା କହୁନାହିଁ। ସେଦିନ ଯେଉଁ ତଥ୍ୟ ରଖିଥିଲି, ଯାଇ ନବୀନ ନିବାସ ଯାଇଥିଲି ଏବଂ କହିଥିଲି ଗୋଟିଏ ଦିଲ୍ଲୀରେ ଗୋଟେ ଟ୍ରଷ୍ଟ 1860 ହେଇଥିଲେ କିଛି କହିନଥାନ୍ତି। 1882 ଆକ୍ଟରେ ଏ ସନ୍ତୃପ୍ତ ମିଶ୍ରଙ୍କର ନାମ ରହିଛି। ଏ ଖବର କହିଦେଇଥିଲି, ତରବରିଆ ଭାବେ ଯାଇ କହିଦେଇଥିଲି। କିନ୍ତୁ ଯେତେବେଳେ ତଥ୍ୟ ଆସିନଥିଲା, ଦର୍ପଣ ୱେବସାଇଟଟା ଯେତେବେଳେ ଜଣାପଡ଼ିନଥିଲା, ଯେତେବେଳେ ଜାଣିଲି ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ଜଣାଇଥିଲି। ତେଣୁ ସେଦିନ ଯେଉଁ କଥା ରଖିଥିଲି ସେ କଥାର ସତ୍ୟାସତ୍ୟ ଥିଲା। ସେଦିନ କିଛି କୁଚକ୍ରୀ ଏ ପ୍ରକାର ଭାବ କଲେ ଦଳରୁ ବହିଷ୍କୃତ କରେ। 2012ରେ ବହିଷ୍କୃତ, 2024ରେ ବହିଷ୍କୃତ। ଏ କ'ଣ? ଦଳର ଯେଉଁମାନେ ନେତୃତ୍ୱ ନେଉଛନ୍ତି ତାଙ୍କଠାରୁ ଦଳ ପାଇଁ ବହୁ କର୍ତ୍ତବ୍ୟ କରିଛୁ। ତେଣୁ ମୋର କହିବା କଥା ହେଉଛି, ଯେଉଁ ନାଁଟି କହିଥିଲି ତାହା ଆପଣମାନଙ୍କୁ ଜଣାଇ ଦେଇଛି। ତଥ୍ୟ ପ୍ରମାଣ ସବୁ ଦର୍ପଣ ୱେବସାଇଟରେ ସବୁ କଥା ରହିଛି। ଆପଣମାନେ ଓଡ଼ିଶାବାସୀକି ଜଣାଇ ଦେଇଛନ୍ତି। ପ୍ରତ୍ୟେକଟି ବିଜୁ ଜନତା ଦଳର କର୍ମୀ ସମସ୍ତେ ଜାଣିଛନ୍ତି। ତେଣୁ ମୋର ଏବେ କହିବା କଥା ରହୁଛି ଯେ ଯେଉଁଭଳି ଭାବରେ ଆମ ପ୍ରତି ଯେଉଁ ଅବିଚାର କରାଯାଇଛି, ଯେଉଁଭଳି ଭାବରେ ଦଳରୁ ବହିଷ୍କାର କରାଯାଇଛି, ସେଇଭଳି ଭାବରେ ଯେଉଁ କଥା କହିଥିଲି ତାହା ସତ୍ୟ ପ୍ରମାଣିତ ହେଲା। ଏବଂ 14 ଜଣ ବିଧାୟକ ଆସିଥିଲେ, ସେ ମଧ୍ୟ ଏଠି ମତେ କଥା ରଖିଥିଲେ। ତାପରେ 5 ଜଣ ବିଧାୟକ ମଧ୍ୟ ଆସିଥିଲେ, ପ୍ରାୟ 19 ଜଣ ବିଧାୟକ ଆସିଥିଲେ। ସମସ୍ତଙ୍କୁ କହିଥିଲି, ଦେଖନ୍ତୁ ଯେଉଁ କଥା କହିଥିଲି ଟ୍ରଷ୍ଟ କଥା, ତାକୁ ଟିକେ ପଚାରି ଦିଅନ୍ତୁ ଡାକି ଯେ ପ୍ରକୃତରେ ଟ୍ରଷ୍ଟ ସେମାନେ କରିଛନ୍ତି ନା ନାହିଁ, ବିଶେଷ କରି ସନ୍ତୃପ୍ତ ମିଶ୍ର ଅଛନ୍ତି କି ନାହିଁ। ପରେ ଜାଣିଲି ଏବେ ଆସିଲା ପରେ 2 ଦିନ ତଳେ ଜାଣିଲି କାର୍ତ୍ତିକ ପାଣ୍ଡ୍ୟାନ ସଭାପତି ଅଛନ୍ତି ବୋଲି। କିନ୍ତୁ ସେମାନଙ୍କୁ ମଧ୍ୟ ସ୍ପଷ୍ଟ କରିଥିଲି, ଯାଇ ପଚାରନ୍ତୁ ଦଳର ସଭାପତି। ସେମାନେ ସମସ୍ତେ ଯାଇ ଦଳର ସଭାପତିଙ୍କୁ ପଚାରିଥିଲେ। ଦଳର ସଭାପତି ସନ୍ତୃପ୍ତ ମିଶ୍ରଙ୍କୁ ଡାକିଥିଲେ, ପଚାରିଲେ ଦିଲ୍ଲୀରେ କ'ଣ କିଛି ଟ୍ରଷ୍ଟ କରିଛ କି? ସଭାପତିଙ୍କୁ ମଧ୍ୟ ସେ ସ୍ପଷ୍ଟ ମନା କରିଦେଇଥିଲେ, କିଛି ନାହିଁ, ଯେ ପ୍ରଭାତ ବାବୁ ଯାହା କହୁଛନ୍ତି ମିଥ୍ୟା କଥା କହୁଛନ୍ତି, ଅସତ୍ୟ କଥା କହୁଛନ୍ତି। ପରେ ଆପଣ ଏ ଦର୍ପଣ ୱେବସାଇଟରୁ ଆପଣମାନେ କାଢ଼ିଲେ, ମୋ ପାଖରେ ମଧ୍ୟ ନଥିଲା, କହିଦେଲି ଆପଣଙ୍କୁ। ଯେହେତୁ କହିଥିଲେ, ଦେଖିଥିଲି କାର୍ଯ୍ୟକ୍ରମ ଗୁଡ଼ିକ, ଆପଣମାନେ ଏଇଠି କାଢ଼ିଲେ। ଆପଣମାନଙ୍କ ଏଇଠି ଦର୍ପଣ ୱେବସାଇଟ ଆପଣମାନେ କାଢ଼ିଥିଲେ। ଆପଣମାନେ ୱେବସାଇଟରୁ ଦେଖିଲେ, ପ୍ରକୃତ ସତ୍ୟ ଆସିଲା, ସତ୍ୟ ପ୍ରକାଶିତ ହେଲା। ଯଦି ସତ୍ୟ ପ୍ରକାଶିତ ହେଇଛି, ସେ ଭଦ୍ରବ୍ୟକ୍ତି ନିଜେ କହିବା କଥା ଯେ ପ୍ରକୃତରେ କ'ଣ କରିଛନ୍ତି। ତାଙ୍କ ମୋବାଇଲ ନମ୍ବର, ତାଙ୍କ ଇମେଲ ଆଇଡି, ଏଭ୍ରିଥିଙ୍ଗ ରହିଛି। ତେଣୁ ସେଭଳି ଜଣେ ବ୍ୟକ୍ତିତ୍ୱକୁ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା? ଓଡ଼ିଶାରେ ବହୁ ସବ୍ ରେଜିଷ୍ଟର ଅଫିସ ଅଛି, ଓଡ଼ିଶାରେ ବହୁ ବ୍ୟାଙ୍କ ଅଛି। ଦିଲ୍ଲୀରେ ଗୋଟେ ସବ୍ ରେଜିଷ୍ଟର ଅଫିସରେ ଏ ପ୍ରକାର ରେଜିଷ୍ଟ୍ରେସନ କରିବା ଏବଂ ଦିଲ୍ଲୀରେ ସେବା କରିବାର ଯେଉଁ ଲକ୍ଷ୍ୟରେ କାର୍ଯ୍ୟକ୍ରମ କରିବା, ହ୍ୱାଟ ଇଜ ଦ ଇଣ୍ଟେନସନ?
से इंटेंशन टाक से स्पष्ट करदेवा दरकार अच्छी ଏବେ କଣ କହିଲି ସେଇଦିନ ଆସି କହିଥିଲି ଯୋଉଦିନ ଖବର ପାଇଲି ଜଣେ ଆଡଭୋକେଟ ବନ୍ଧୁ ଦିଲ୍ଲୀରୁ କହିଥିଲେ ସେଇଦିନ ଆସିଲି ବାରିପଦାରୁ ଫେରିଲା ଭିତରେ ଆସି ତରବରିଆ ଭାବେ ଯାଇ କହିଛି ସେଦିନ ବି କହୁଛି ସେଦିନ ସେ ଜାଗା ନଥିଲା କହିବା ପାଇଁ ଏଟା ବି ସ୍ପଷ୍ଟ କରୁଛି କିନ୍ତୁ ଦେଖିଲି ଯେତେବେଳେ ଦଳର ଏ ପ୍ରକାର ଗୋଟା ହଉଛି ନିଶ୍ଚିତ ଭାବରେ ଓଡ଼ିଶାବାସୀ ଏକଥା କ୍ଷମା ଦେବେନି ବିଜୁ ନବୀନ ନାଁରେ ଟ୍ରଷ୍ଟ ଏକଥା ଓଡ଼ିଶାବାସୀ କେବେ କ୍ଷମା ଦେବେନି ସେଇଥିପାଇଁ କହିଥିଲି ତେଣୁ ଯୋଉ ନିୟମ ପ୍ରଭାତ ବିଶ୍ୱାଳ ପାଇଁ ଲାଗୁ କରାଗଲା ବହିଷ୍କାର କରାଗଲା ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ପାଇଁ ଆପଣମାନଙ୍କ ଜରିଆରେ ଦଳର ସଭାପତିଙ୍କ ମୋର ନିବେଦନ ରହିବ ଅନ୍ତତଃ ପକ୍ଷେ ସେହି ନିୟମ ସନ୍ତୃପ୍ତ ମିଶ୍ରଙ୍କ ପାଇଁ ଲାଗୁ କରାଯାଉ ଏ ପ୍ରକାର ଯୋଉ ଚିନ୍ତାଧାରାର ବ୍ୟକ୍ତିତ୍ୱଙ୍କୁ ଦଳର ବିଭିନ୍ନ କର୍ମୀ ରାଜ୍ୟରେ ଅଛନ୍ତି ଦଳର ମଧ୍ୟ ଅର୍ଥ ରାଜ୍ୟରେ ବିଜୁ ଜନତା ଦଳର ବହୁତ କର୍ମୀ ରହିଛନ୍ତି ସେମାନଙ୍କର ଅର୍ଥ ଅଛନ୍ତି ମୋର ଦାବି ରହୁଛି ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରାଯାଉ ଆପଣମାନଙ୍କ ମାଧ୍ୟମରେ ସଭାପତିଙ୍କ ମୋର ନିବେଦନ ସନ୍ତୃପ୍ତ ମିଶ୍ରଙ୍କୁ ଦଳରୁ ବହିଷ୍କାର କରାଯାଉ এই যদি মতে গোটিয়ে দিনের এ প্রকার করাগলা তেমন সে যদি এ প্রকার কার্যক্রম করেছেন তাকে বহিষ্কার করার অসুবিধা কোটি দল হচ্ছে সবুঠু বড় যদি দল বড় চিন্তা করা যাচ্ছে দলর কার্যক্রম কি করা যাচ্ছে অন্তত সেটি কথা করা যাও নিশ্চিত ভাবে সমস্ত বিধায়ক বন্ধু মানুষ অনুরোধ রহব যে আপনার সমস্তে নিজে কনসিয়াস হুঁতু समस्ते बहु परिश्रम करते विधायक से अच्छा भावुवे जदि प्रकृत में जो भाव में परिश्रम होती जो भाव में दल सबू कलंक देहर लगे केवल निष्ठापर जनसाधारण आशीर्वाद आज एत बाट को नहीं यह हूँ सत्य किए जहाँ विधायक मैंने आसते जहाँ कहले ना ये कोई ट्रस्ट है से परिष्कार कर अंततः समस्ते ए प्रकार जे व्यक्ति चिंता करुछंती से प्रकार कैंडिडेट दलर सभापति जो डिक्लेयर कर स्पष्ट मना करथिलु जिते सत्य प्रमाणित होती अंततः अनुरोध करी विधायक बंधु मानू से निजे कनसियस हूँ से प्रकार व्यक्तित्व को से माने ओहरंतु हाँ टेलीफोन करते जिते माननीय सभापति नवीन पट्टनायक महोदय कहले प्रभात बाबू सहित कथा जातु कहीं से भूल गोटे मन में ए प्रकार भूल बुझामणा अच्छी मो सहित कथा कही ठीक अच्छी जदि ना तो ठीक अच्छी किंतु मत 4 घटिका समय एटा सकाळ बोधे 11टा बेले कथा होती 4 घटिका समय तले मिलगला यही 2 दिन तले जो दिन आपण मान कहली से दिन सकाळ कथा होता तो संध्यारे आपण मैंने आसते आपण मन कथा कहते हाँ ना एभली किसी ना बोली कहते किसी आपण मैंने बुझंतु एवं कही इनक्वारी करने दलर सभापति अनुरोध करी संपर्क में अंततः आलोचना आपण मैंने करंतु ଏବେ ଆସିଥିଲେ 4 दिन ତଳେ କାଲି ନିର୍ବାଚନ ରହିଛି ଆପଣ କାଲି ନିର୍ବାଚନ ରହିଛି ଆଜି ଆପଣ କହୁଛନ୍ତି ତ ସେ ଅପିଲ କଣ କରୁଛନ୍ତି ବିଧାୟକ ମାନଙ୍କୁ ଆପଣ ଅପିଲ କଣ କରୁଛନ୍ତି ଭୋଟ ଦେତେ ଅପିଲ କରିବେ କି ଆପଣ ମାନଙ୍କୁ କହୁଛି जो विधायक माने ରହିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ अरे ए प्रकार व्यक्तित्व को विजु जनता दलर प्रार्थी हेले जो प्रकार मन भीतर यदि ए प्रकार मानसिकता थिबो ओडिशा राज्य रे एते बैंक रही एते सब रजिस्टर रही एते जगह रही केवल दिल्ली रे सेवा करिवार लक्ष्य जोटी अच्छी ट्रस्ट करबा पई ट्रस्ट कहीं करा जाए ट्रस्ट कर 1882 ट्रस्ट 1860 हेतले कोइ नथन 1882 ट्रस्ट माने किछि उद्देश्य भूल अछि संपत्ति जिमती मां काली कहउतिले आपण मानकु मां जते बेले रागी जाए पुओ पर मध्य पुओ जते बेले मां को किछि बड़ाबड़ी करे जब मरी जीवी पछे तो संपत्ति के ट्रस्ट को वरन दाना कर देबी तो नारे करबी नै आपण जेतु विधायक मान अपील करछनी संतृप्त को समर्थन न करिया पे सौभिक जण भी विधायक अछन ताकू आपण आवेदन देबे कि जे भोट न नै संतृप्त सौभिक कुआडी जी कथावार्ता नै कहिथिले का आसंदा काली मु संध्या बेले कहिली कुआडी जी डिस्कशन एबे हमर समस्त परिवार एवं मोर वेलविशर समस्त आछंती सेमानक सहित संपर्क रे ए वार्ता रे आशा करुच्ची दलर सभापति निश्चिंत भाव में निष्पत्ति ने जमी हठात जो मान कथार आम भली जड़े व्यक्तित्व को से जानी दल पर रक्त देचु लुह लहू संपत्ति बाड़ी सबू देचु
ଆଜ୍ଞା ଆପଣଙ୍କ କଥା ଅନୁସାରେ ସୌଭିକ ବିଧାୟକ ମାନେ ଭୋଟ ଦେବେ ଆପଣଙ୍କୁ ନାହିଁ। କାହିଁକି ମାନିବେ ଆପଣ କହୁଛନ୍ତି ବିଧାୟକ ମାନଙ୍କୁ ଭୋଟ ଅନୁରୋଧ କରୁଛି ଯେ ଏ ପ୍ରକାର ଯଦି ଦଳ ପାଇଁ ଏ ପ୍ରକାର ଜଣେ ବ୍ୟକ୍ତିତ୍ୱ ଚିନ୍ତା କରନ୍ତି ତାଙ୍କର ଇଣ୍ଟେନସନ ଆଗେ ସ୍ପଷ୍ଟ କରିବେ ଏ ପ୍ରକାର ଇଣ୍ଟେନସନ ପାଇଁ ଆମେ କରିଛୁ ତେଣୁ ଏ ପ୍ରକାର ଯଦି ଇଣ୍ଟେନସନ କାହାକୁ ନ ଜଣାଇ ସଭାପତି ଜାଣିନାହାନ୍ତି କେହି ଜାଣିନାହାନ୍ତି ଦଳର ବରିଷ୍ଠ ନେତୃତ୍ୱ ନ ଜାଣିଛନ୍ତି ଗୋଟେ ଟ୍ରଷ୍ଟ ଗଠନ କରିବ 1882 ଆକ୍ଟରେ ସେଇଥିପାଇଁ ଆପଣଙ୍କ କ୍ଲିୟର ଅନୁସାରେ ସଂପୃକ୍ତଙ୍କୁ ସୌଭିକ ବିଶ୍ୱାଳ ଭୋଟ ଦେବେ ନାହିଁ। ଆପଣ କ୍ଲିୟର କରିବେ କି ସଂପୃକ୍ତଙ୍କୁ ଭୋଟ ଦେବେ ନାହିଁ? ଅନ୍ୟ ବିଧାୟକଙ୍କୁ ଅପିଲ କରୁଛନ୍ତି ତା ମାନେ ସ୍ୱାଭାବିକ କଥା ହିସାବରେ ଦେବାର ଉଚିତ ନୁହେଁ। ସେଇଟା ନିଶ୍ଚିନ୍ତ ଭାବରେ ଆଉ ଆପଣମାନଙ୍କୁ ଯଦି ଏତେ କରି ସ୍ପଷ୍ଟ କରୁଛି ଏତେବେଳେ ଅନ୍ୟ ବିଧାୟକମାନଙ୍କୁ କହୁଛି ତେଣୁ ସେ ନିଷ୍ପତ୍ତି ଆଜି ନିଶ୍ଚିନ୍ତ ଭାବରେ ନିଆଯିବ ଏବଂ ଗୋଟେ ହାର୍ଡ ନିଷ୍ପତ୍ତି ନିଆଯିବ ଯେ କୋଉଭଳି ଭାବରେ ଯୋଉ ଦୀର୍ଘ ବର୍ଷ ଧରି ଆଜି ସମସ୍ତଙ୍କ ଆଖିରେ ଚିଟ୍ ଫଣ୍ଡର ଆଖ୍ୟା ସମସ୍ତଙ୍କ ଆଖିରେ ମେ 29ର ଆଖ୍ୟା ଏସବୁ ଅନ୍ୟାୟ ପିଠିର ପଛର ଦାଗ ପାଇଁ ଆକ୍ସିଡେଣ୍ଟର ମେରୁଦଣ୍ଡର ଦାଗ ପାଇଁ ମୁହଁ ଚୁପ୍ କରି ରଖିଥିଲେ କିନ୍ତୁ ବାସ୍ତବିକ ଦଳ ପାଇଁ ଭଲ ପାଏ ବୋଲି ବହୁତ ପରିଶ୍ରମ କରିଛି କିଏ କଣ କହିଲେ ମଧ୍ୟ ଶୁଣିବା ମାନେ ନିଶ୍ଚିନ୍ତ ଭାବରେ ସତ୍ୟର ସବୁବେଳେ ଜୟ ଥାଏ ଧର୍ମର ସବୁବେଳେ ଜୟ ଆପଣମାନେ ଦେଖିବେ କୋଉଭଳି ଭାବରେ ଦଳର ନେତୃତ୍ୱ ମାନେ କୋଉଭଳି ଭାବରେ କାର୍ଯ୍ୟକ୍ରମ କରି ଗୋଟେ ନିରୀହ ଆଉ ଗୋଟେ ସତ୍ ମଣିଷକୁ କୋଉଭଳି ଭାବରେ କାର୍ଯ୍ୟକ୍ରମ ଅସହିଷ୍ଣୁତା ହିଁ କାର୍ଯ୍ୟକ୍ରମ 19 ଜଣ ବିଧାୟକ ଆପଣଙ୍କୁ ଆସିଥିଲେ ନା ସମସ୍ତେ ଆସିଥିଲେ। ମୋ ଯୋଉ କଥା ଏଇଠି ଆପଣମାନେ ଯୋଉଦିନ ଆସିଥିଲେ ସେଦିନ ଆପଣମାନେ କହିଥିଲେ ଏଠି ଆପଣମାନେ ସେଦିନ ଆସିଥିଲେ କଣ କହିଥିଲେ ଯେ କୌଣସି ଦଳରେ ଏବେ ମିଶିବାର ଯୋଗ ଦେବା ନାହିଁ କାଲି କଣ କହିଛି ଯେ ଦଳର ଆମେ ଯୋଉ ନିଷ୍ପତ୍ତି ସବୁ ନଉ ସବୁ ନେତୃତ୍ୱ ମାନେ ବସନ୍ତି ଦଳର ଯେତେ ସମୟରେ ନିଷ୍ପତ୍ତି ନିଆଯାଇଛି ଏଇଭଳି ଏକ ଘଟଣା ତାଙ୍କ ନେତୃତ୍ୱ ପ୍ରତି ହେଇଛି ଏବଂ ନେତୃତ୍ୱ ମଧ୍ୟ ଏ ପ୍ରକାର କରିଛନ୍ତି ତେଣୁ ଦଳର ସମସ୍ତ ନେତୃତ୍ୱ ମାନଙ୍କ ସହିତ ବସି ସମସ୍ତ କର୍ମୀମାନଙ୍କ ସହିତ ବସି ଏ ନିଷ୍ପତ୍ତି ସମସ୍ତେ ଯାହା ନିଷ୍ପତ୍ତି ନେବେ ସେ ନିଷ୍ପତ୍ତି ଆଜି ବିଜେଡି ଏମଏଲଏ କାଲି ଆସିଥିଲେ ସମସ୍ତେ ଅଛନ୍ତି ଟେଲିଫୋନ କରୁଛନ୍ତି ପଚାରୁଛନ୍ତି କଣ ଆପଣଙ୍କ ଚିନ୍ତାଧାରା ସୌଭିକର ଚିନ୍ତାଧାରା ସୌଭିକ ନିଷ୍ପତ୍ତି ଆପଣମାନଙ୍କୁ କାଲି କହିଛି ବସିବୁ ନିଷ୍ପତ୍ତି ନେବୁ ଆଜି ବି କହୁଛି ଆପଣ ସ୍ପଷ୍ଟ ଜାଣିପାରୁଥିବେ ଆମ କଥାରୁ ସ୍ପଷ୍ଟ ଜାଣିପାରୁଥିବେ ସହିବାର ସୀମା ଥାଏ ସୀମା ଉଲ୍ଲଂଘନ କଲେ ଥରେ ହତ୍ୟା ପୁଣି ଦ୍ୱିତୀୟ ଥର ହତ୍ୟା ଆକୁ ଜଣେ ପୁଅ କେତେ ଦୂର ସହିବ ସେ କଥା ଆପଣମାନେ ବିଚାର କରିବେ ସୌଭିକ ପଚାରିଲେ ଭାବୁଛି ଭଲ ହବ କାଲି ତ ଦେଇଛି ଆପଣମାନେ ତ ନିଜେ କାଢିଛନ୍ତି ନା ହଁ କହୁଥିଲେ ଏଟା ଗୋଟେ ସତ୍ୟ ଖବର ବୋଲି ସମସ୍ତେ କହୁଥିଲେ ଏଟା ସତ୍ୟ ଖବର ବୋଲି କିନ୍ତୁ ମୁଁ କହିବା କଥା ହେଲା କାହିଁକି ଏଭଳିଆ ଏ ମାଇଣ୍ଡ କାହିଁକି ଆସିଲା